ଦେଖନ୍ତୁ ଅମନଦୀପ ବାବୁ, ଆପଣଙ୍କ ଜୀବନରେ ଉଚ୍ଚାଟନ କ୍ରିୟା କରାଯାଇଛି, ତନ୍ତ୍ର କ୍ରିୟା ହୋଇଛି। ହରଦୀପ ସିଂ ନାମକ ବ୍ୟକ୍ତି ଜଣକ କରିଥିଲେ। ଆପଣଙ୍କ ଗୃହରେ ସୁଖ ଶାନ୍ତି ନାହିଁ, ଆର୍ଥିକ ସମସ୍ୟା ରହିଛି, କଳହ ଅଶାନ୍ତି ଲାଗି ରହୁଛି। ଆପଣଙ୍କ ପିତୃପୁରୁଷ ପୀଡ଼ା ଦେଉଛନ୍ତି ଏବଂ ଆପଣଙ୍କ ଭାଗ୍ୟରେ ସ୍ତ୍ରୀ ଦୋଷ ଲାଗିଛି। ସ୍ତ୍ରୀ ଦୋଷ ପ୍ରଭାବ ପକାଉଛି, ବିବାହ ବିନାଶକ ହେଉଛି ଏବଂ ମତଭେଦ ଛାଡ଼ପତ୍ର ଦୂରେଇ ଯିବାର ତନ୍ତ୍ରକ୍ରିୟା କରାଯାଇଛି। ଲକ୍ଷ୍ମୀ ବନ୍ଧନରେ ଅଛନ୍ତି, ଯାନବାହନରେ ସଫଳତା ଅଛି, କିନ୍ତୁ ତନ୍ତ୍ର ଏବଂ ପିତୃପୁରୁଷ ଫଳ ଦେଇପାରୁନାହାନ୍ତି ତଥା ରିପେୟାରିଂ ଆଦି କାର୍ଯ୍ୟରେ ମଧ୍ୟ ହାତ ବଢ଼ାଉଛନ୍ତି କିନ୍ତୁ ହଉନି କିଛି। ଏଠାରେ ଲେଖା ହେଇଛି ରିପେୟାରିଂ ଆଜି କାର୍ଯ୍ୟରେ ଆପଣ ଦେଉଛନ୍ତି ହାତ ତଥା ହାର୍ଭେଷ୍ଟରରେ ମଧ୍ୟ କାମ କରିବା ପାଇଁ ଚାହୁଁଥିଲେ, ଯାହା ଆପଣଙ୍କୁ ସଫଳତା ଦେବ, ଆଗକୁ ଯାଇକି ଦେବ ନିଶ୍ଚୟ। ତଥା ବିଗତ 12 ବର୍ଷ ଧରି ପୀଡ଼ାରେ ଅଛନ୍ତି। ଗୃହରେ ବିବାହ ଆଦି ଶୁଭ କାର୍ଯ୍ୟ ଅଟକି ରହିଛି। ପ୍ରଗତି ମିଳିପାରୁନାହିଁ, ସଫଳତା ମଧ୍ୟ ମିଳିପାରୁନାହିଁ। ମୁସଲିମ ତାନ୍ତ୍ରିକ ଦ୍ୱାରା ତନ୍ତ୍ରକ୍ରିୟା କରାଯାଇଥିଲା, ଯାହା ବହୁତ ଭୟଙ୍କର। କର୍ଣ୍ଣାଲର ମୁସଲମାନ ଜଣେ ତନ୍ତ୍ରକ୍ରିୟା କରିଥିଲେ, ସିଏ ବନ୍ଧନ କରିଦେଇଛି। କରିଦେବା, ଠିକ ଅଛି।